ଧୈର୍ଯ୍ୟ ଧୈର୍ଯ୍ୟ ଏମିତି ଗୋଟେ ଜିନିଷ ଆଜି ନିଜେ ସେଇଟା ମୁଁ ଆଜି ଅନୁଭବ କରିପାରିଲି। ମଣିଷ ଖରାପ ସମୟ ଅସୁବିଧା ସମୟରେ ନିଜକୁ ଧୈର୍ଯ୍ୟ ରଖିକି ଆଗକୁ ବଢ଼ିଲେ ଯେ କ'ଣ ପରିବର୍ତ୍ତନ ହୁଏ ସେଟା ମୁଁ ନିଜେ ଭଲ ଭାବରେ ବୁଝିପାରୁଛି। ଆଉ ସେଇ କଥା ଆଜି ଆପଣମାନେ ସମସ୍ତଙ୍କୁ ମୁଁ କହିବି, ମୋ ଫ୍ରେଣ୍ଡ ମାନଙ୍କୁ, ଆଜି ବି ଯେଉଁମାନେ ବି ବର୍ତ୍ତମାନ ପରିସ୍ଥିତିରେ କିମ୍ବା ଆଗାମୀ ଭବିଷ୍ୟତ ପରିସ୍ଥିତିରେ ବି ଯେକୌଣସି କିଛି ପ୍ରୋବ୍ଲେମ୍ କ୍ରିଏଟ୍ ହୁଏ ଆପଣଙ୍କ ସାଙ୍ଗରେ, କି ଯେକୌଣସି କିଛି ଗୋଟେ ପ୍ରୋବ୍ଲେମ୍, ଯେତେ ବଡ଼ ଅସୁବିଧା ଆସୁ ଆପଣଙ୍କ ପାଖକୁ, ଆପଣ ଧୈର୍ଯ୍ୟର ସହ ରହିଲେ ଆପଣ କେମିତି ଆଗକୁ ବଢ଼ିପାରିବେ ଆଉ ଆପଣଙ୍କର ଆଗାମୀ ଜୀବନର କେମିତି ଗୋଟେ ପରିବର୍ତ୍ତନ ଆସିବ ସେ ବିଷୟରେ ଆଜି ମୁଁ ଆପଣମାନଙ୍କୁ କହିବି। ଏ ଦୁନିଆରେ ସାଙ୍ଗମାନେ ବହୁତ ସାଧା ସିଧା ମଣିଷମାନେ ଅଛନ୍ତି। ସେ ସାଧା ସିଧା ମଣିଷମାନଙ୍କ ସହିତ ଯେତେବେଳେ ତାଙ୍କ ସାଧାରଣ ଜୀବନ ସହିତ ଯେତେବେଳେ ଗୋଟେ ମୋଡ଼ ଆସେ, ଗୋଟେ ବିପଦର ମୋଡ଼ ଆସେ, ସେତେବେଳେ ସେମାନେ ଗୋଟେ ନିଜ ସହ କିଛି ଗୋଟେ ସାହାରା ପାଆନ୍ତିନି, ଯୋଉଟାକି ସେମାନେ ନିଜକୁ ଏକାକି ଗୋଟେ ଫିଲ୍ କରନ୍ତି। ସେତେବେଳେ ସେମାନଙ୍କ ପାଖରେ କିଛି ଗୋଟେ ସାହସ ନଥାଏ, କିଛି ଗୋଟେ ସପୋର୍ଟ ନଥାଏ। ସେଇ ମଣିଷ ଏତେ ଭାଙ୍ଗିଯାଏ, ସେଇ ମଣିଷ ଏତେ ଭାଙ୍ଗିଯାଏ ଯେ ଯିଏ ସେଟାକୁ ଅନୁଭବ କରିଛି, ଯିଏ ସେଟାକୁ ଫେସ୍ କରିଛି, ଯାହା ସହିତ ସେଟା ହେଇଛି, ସେ ହିଁ କେବଳ ବୁଝିପାରିବ। ତେଣୁ ମୋ କହିବାର ମାନେ ହଉଛି ଯେ ସଂସାରରେ ବହୁତ ପ୍ରକାର ଦୁଃଖ ଆସିଛି, ଯନ୍ତ୍ରଣା ଆସିବ, କଷ୍ଟ ଆସିବ। ତା ବ୍ୟତୀତ ବି ଆମମାନଙ୍କୁ ଆଗକୁ ଯିବାର ଅଛି, ପଛକୁ ଦେଖିବାର ନାହିଁ। କିଏ ଆମ ସହିତ କିଏ ଅଛି, କିଏ ନାହିଁ, କିଏ ଆମ ସାଙ୍ଗର ଆଗକୁ ଯିବ, ଆମ ଅସୁବିଧା ଟାଇମରେ ଆମକୁ ସପୋର୍ଟ କରିବ, ଏ ଜିନିଷ ପୁରାପୁରି ଭୁଲି ଯାଆନ୍ତି ସମସ୍ତେ। ଯେତେ ବଡ଼ ଲୋକ ଥାଉ ନା କାହିଁକି ଆପଣଙ୍କର ନିଜର ବୋଲି ଭାବୁଛନ୍ତି ଯାହାକୁ, ଯେତେ ବଡ଼ ନିଜ ଲୋକ ଥାଆନ୍ତୁ, ଏ ଦୁନିଆରେ କେହି ନୁହେଁ ନିଜର। ହଁ ଆଜ୍ଞା, ମୁଁ ବି ଦିନେ ଆପଣଙ୍କ ଭଳି ସମସ୍ତଙ୍କୁ ନିଜର ବୋଲି ଭାବୁଥିଲି। ସମସ୍ତେ ଭାବୁଥିଲି କିଛି ଗୋଟେ ଅସୁବିଧା ହଉ ସମସ୍ତେ ଆସି ଛିଡ଼ା ହେଇପାରିବେ। ଆରେ କିଛି କରନ୍ତୁ ନ କରନ୍ତୁ, କଥା ପଦେ ତ କହିବି ନାଇଁ। ସେସବୁ ଭାବନା ହିଁ ମୋର ସବୁ ମିଛ ହେଲା। ଯାହା ଭାବିଥିଲି, ଯାହା ଆଶା ରଖିଥିଲି, ସେସବୁ ମିଛ। ତେଣୁକରି ସଂସାରରେ କିଛି ମିଛ ନୁହେଁ ଆଜ୍ଞା, ସବୁ ସତ। ଯାହା ଘଟୁଛି ସବୁ ସତ, କିନ୍ତୁ ଆମେ ମାନେ ମିଛ। ଆମମାନଙ୍କର ଭାବନା ମିଛ, ଆମେ ଯୋଉଟା ଭାବୁଛନ୍ତି ସେଟା ହିଁ ମିଛ। ତେଣୁକରି ସଂସାରରେ ସବୁ ମିଛ, ଗୋଟିଏ ସତ୍ୟ କ'ଣ? ସବୁବେଳେ ପାଇଁ ନିଜେ ଏକା ରହିବା ପାଇଁ ଚେଷ୍ଟା କର। ଏକା ରହିଲେ ଭଲ କ'ଣ, ଠିକ କ'ଣ, ସବୁ କିଛି ବୁଝିପାରିବ। ଜୀବନର ମାନେ କ'ଣ ବୁଝିପାରିବ, କିଏ ସତ କିଏ ମିଛ ସେଟା ହିଁ ନିଜେ ବୁଝିପାରିବ। ଆଉ 5 ଜଣଙ୍କ ଭିତରେ ରହିଲେ ଆପଣଙ୍କର ଚିନ୍ତାଧାରା ବି ଚେଞ୍ଜ ହେବ। ତେଣୁକରି ମୋ ଭଳି ଭାବୁଥିବା ସମସ୍ତଙ୍କୁ ନିଜର, କି ମୋ ପାଖରେ ସବୁ ପ୍ରିୟ ସମସ୍ତେ ଅଛନ୍ତି, ମୋ ବିପଦ ଆପଦରେ କି ମୋର ଯେକୌଣସି କିଛି ପରିସ୍ଥିତିରେ ସେମାନେ ମୋ ପାଖରେ ଛିଡ଼ା ହେବେ, ସେଟା ଏକଦମ ଭୁଲ। ଯଦି ଏବେଠୁ ସଜାଗ ନ ହେବେ, ଆଗାମୀ ଭବିଷ୍ୟତରେ ମୋ ଭଳିଆ ଆପଣମାନେ ଅସୁବିଧାରେ ହିଁ ପଡ଼ିବେ, ତା ଛଡ଼ା କିଛି ନାହିଁ। କିନ୍ତୁ ଅସୁବିଧା ତ ଆସିବ ଆଗକୁ, କିନ୍ତୁ ତା ସହିତ ଆପଣମାନଙ୍କୁ ଗୋଟେ ଜିନିଷ ନିଜ ମନ ଭିତରେ ଗୋଟେ ଦୃଢ଼ ଭାବରେ ରଖିବା ଦରକାର, କି ଯେଟା ହେଉଛି ଧୈର୍ଯ୍ୟ। ସେଟା ହେଉଛି ଧୈର୍ଯ୍ୟ ବୋଲି ଗୋଟେ ଜିନିଷ ଅଛି, ନିଜ ମନ ଭିତରେ ନଥିବ, ସେ ଶକ୍ତି, ସେ ଏନର୍ଜି ପାୱାରଟା ନଥିବ, ଆପଣମାନେ ସବୁ କ୍ଷେତ୍ରରେ ହାରିଯିବେ। ଆଉ ଜୀବନର ମୂଲ୍ୟ କ'ଣ, ଜୀବନର ତାର ଗୋଟେ ଯେଉଁ ଭ୍ୟାଲୁଟା କ'ଣ ଲାଇଫର, ସେଟା ଆମେ ବୁଝିପାରିବେ। ତେଣୁକରି ସମସ୍ତଙ୍କୁ ମୋର ଅନୁରୋଧ କି ନିଜ ଭିତରେ ଗୋଟେ ପ୍ୟାସେନ୍ସ ରଖ। ଆଜି ଆପଣମାନଙ୍କର ଅସୁବିଧା ହେଇନାହିଁ, ଆଗକୁ ତ ହବ। ମଣିଷ ଜନ୍ମ ମାତ୍ରକେ ଆଜି ଦୁଃଖ ଅଛି, କାଲି ସୁଖ, କାଲି ସୁଖ ଅଛି, ଆଜି ଦୁଃଖ। ତେଣୁକରି ଦୁଃଖ ନିହାତି ଭାବରେ ଆସିବ। ଦୁଃଖ ଆସିଲା ମାତ୍ରକେ ନିଜ ମନ ଭିତରେ ଏତେ ଦୃଢ଼ ଭାବରେ ଗୋଟେ ଧୈର୍ଯ୍ୟ ରଖିବ, ଏତେ ପାୱାରଫୁଲ ନିଜେ ହେଇଯିବ, ଦେଖିବ ସେ ଯେମିତି ପଳେଇଯିବ। ସମୁଦ୍ରରେ ଯେତେ ବଡ଼ ଢେଉ ଆସୁ, ଯଦି ନିଜକୁ ସେ କଣ୍ଟ୍ରୋଲ ମାଧ୍ୟମରେ ନିଜେ ଯଦି ନଇଁ ପଡ଼ିବ, ଆପଣଙ୍କୁ ଉପରେ ଦେଇ ସେ ଢେଉ ପଳେଇଯିବ, କିଛି କ୍ଷତି କରିବନି। ସେଇଭଳିଆ ଲାଇଫରେ ଯେତେ ବଡ଼ ମୋଡ଼ ଆସୁ, ପ୍ରୋବ୍ଲେମ ଆସୁ, ଆପଣମାନଙ୍କୁ ଯଦି ଟିକେ ଖାଲି ନଇଁଯିବେ ନା, ସେ ଅସୁବିଧା କୋଉ ବାଟେ ପଳେଇଯିବ ଆପଣମାନଙ୍କୁ ଜଣା ପଡ଼ିବନି। ତେଣୁକରି ମୋ କହିବାର ମାନେ ହେଉଛି ଯେ
आम मान भर गोटे पेसेंस रखिए आम मान धैर्य रखिए जिते बड़ प्रोब्लेम हो आम सामना करवा केवल अधैर्य हवानी कहीं जदि निजक भावुथ जे ए दुनिया को आस्ते जन्म ही किसी गोटे करने जदि कौन बेकार कथा कौन बेकार मूल्य आम आमको निजटा को हर दवा कि जोटा कि आजिकल बहुत मात्रा पिला लव कर निजक हर दे निज सुसाइड कर दे कि अन्य कौन क्षेत्र में किसी गोटे साधारण किसी गोटे काम होला निजक से भावुन जे आम जीवन हार देले सब कुछ ठीक हो ना सब गोटे कथा भाव ये दुनिया किए था कि न था निज बापा माँ अच्छा बापा माँ बिना कि बापा माँ आम बंचीचन जदि आम आमको जदि आम निजे नष्ट हो कि आम आमर जो दुख आसी सब दुखर शेष कारण हूँ मृत्यु जोटा कि आम सुसाइड करदे सेटा नुह भगवान कहते जे असुविधा आसी सुख आसी दुख आसी सब क्षेत्र में जे धैर्य धरिकी आगू को पारा तार जीवन परिवर्तन निहाती भाव में आसा मुझे भी जानी निजे भी अनुभव कर देखी तेणुक जिते बड़े असुविधा आसू आप मन भितर कि आप लाइफ से जिते बड़े असुविधा आसू केवे भी धैर्य हराबेनि निज मन को कंट्रोल करेंगे आगू को जावाई चेष्टा करेंगे आगू को दी पाद बढ़िया चेष्टा करेंगे बस देखिए आप जीवन में बहुत बड़ा परिवर्तन आस मुझे ग्यारंटी दूसरी आपटा निहाती भाव में फॉलो करूँ जहाँ सहित एवं भी चली किसी गोटे प्रोब्लेम सहीटा ये वीडियो देखिए माने आप गोटे अट्राक्टिव हूँ कि ना धैर्य रखी जिते बड़ प्रोब्लेम आसू निहाती भाव में आगू बढ़े।